ସାକ୍ଷୀ ଗୋଟେ। ତ ପ୍ରଭୁ ଗୌରବ ପାଆନ୍ତୁ। ଏ କୋଭିड ଟାଇମ ରେ କି କୋଭିड ପୂର୍ବରୁ ମୋର ମନେ ପଡୁନି ଠିକ ଟାଇମ ଟା, ଠିକ ସମୟଟା ମନେ ପଡୁନି, କିନ୍ତୁ ଘଟଣାଟା ମନେ ପଡୁଛି। ସେଇ ସମୟରେ ଆମର ଚାଚା ରହନ୍ତି ସୁନାଉଡାରେ ରହନ୍ତି। ତ ସେପଟେ ଗୋଟେ ଥରେ କୋଉଠି ଗୋଟେ ମିଟିଂ ହବାର ଥିଲା। ଆଉ ସେଇ ସମୟରେ ଠିକ ସେ ସମୟରେ ଏମିତି ଗୋଟେ ପାଗ ହେଇଥିଲା କି ମାନେ ନ୍ୟୁଜ ବି ଦଉଥିଲା ସେପଟେ ବହୁତ ବର୍ଷା ମାନେ ହବ, ବର୍ଷା ଝଡି ହବ, ଆଉ କେମିତି କଣ ହବ ସବୁ ସମସ୍ତେ ପୁରା ଅସ୍ତବ୍ୟସ୍ତ ହେଲେ ସେ ସମୟରେ, ଅସ୍ତବ୍ୟସ୍ତ ଥିଲେ। ଆଉ ଏମିତି ସମୟରେ ଆଉ ଯୋଉ ଦିନ ମିଟିଂ ହବାର ଅଛି ସେଦିନ ପୁରା ମାନେ ପାଗ ବି ପୁରା ମେଘୁଆ ଅଛି। ସମସ୍ତେ ପୁରା ମାନେ ଆଶା ସମସ୍ତେ ପୁରା ନିରାଶ ହେଇଛନ୍ତି ସମସ୍ତେ। ଯଦି ବର୍ଷା ହେଇଗଲା ବୋଲେ ମିଟିଂ ସବୁ ମିଟିଂଟା ହେଇପାରିବନି, ସବୁ ଆରେଞ୍ଜମେଣ୍ଟ ସବୁ ବ୍ୟର୍ଥ ହେଇଯିବ, ଏମିତି ବହୁତ ସମସ୍ତେ ଚିନ୍ତାରେ ଥିଲେ ସେଦିନ। ତ ଆମ ଚାଚା ବି ବହୁତ ବହୁତ ବଡ ପ୍ରାର୍ଥନା କରୁଥିଲେ ବଡନରେ। ତ ସେ ମିଟିଂ ପୂର୍ବ ଦିନ ସେଦିନ ହିଁ ସେ ଆମକୁ କଣ କଲେ, ମତେ ଫୋନ କଲେ, ମତେ ଆଉ ଆମର ଜଣେ ଆଣ୍ଟିଙ୍କୁ ଫୋନ କରି କହିଲେ କି ମତେ କାଲି ରାତିଠୁ ମତେ ନିଦ ହେଇନି ବାବା, ଏଇ ଯୋଉ ମିଟିଂ ଯୋଉ ଆୟୋଜନ ହେଇଛି, ଯଦି ବର୍ଷା ହେଇଯାଏ ନା ସବୁ ଆଶା ଧୂଳିସାତ ହେଇଯିବ। ତେଣୁ ମତେ କାଲିଠୁ ନିଦ ହେଇନି, ଖାଲି ତମ ଦି ଜଣଙ୍କୁ କହିବା ପାଇଁ ଖାଲି ମତେ ଖାଲି ମନରେ ବାରମ୍ବାର ଚାଳନା ଆସୁଛି। ତେଣୁ ଏତିକି ଆମକୁ ଟିକେ ଆମ ସହିତ ଟିକେ ପ୍ରାର୍ଥନାରେ ରୁହ, ଯେମିତି ଆଉ ଆମର ମିଟିଂଟା ଠିକ ସେ ହେଇପାରିବ, ବର୍ଷା ଯେମିତି ଆଉ କଣ୍ଟ୍ରୋଲ ହେଇ ରହିବ, ବର୍ଷା ପାଣିପାଗ ଯେମିତି କଣ୍ଟ୍ରୋଲ ରହିବ, ପ୍ରଭୁ କଣ୍ଟ୍ରୋଲ କରିବେ, ସେଥିପାଇଁ ଟିକେ ପ୍ରାର୍ଥନା କର କହିଲେ। ହେଲେ କଥା ଶୁଣିକି ଆମକୁ ବି ମୁଣ୍ଡ ଟେନସନ ହେଲା, ଘଟଣା କଣ? ଆମେ ବି ଚିନ୍ତା କଲୁ କଣ ମିଟିଂ ପାଇଁ କଣ ମାନେ ବର୍ଷା କଣ ମିଟିଂକୁ କଣ ପାଣିପାଗ ପାଇଁ କଣ ମିଟିଂ ବନ୍ଦ ହବ ନା, ବରଂ ମିଟିଂ ପାଇଁ ପାଣିପାଗ କଣ୍ଟ୍ରୋଲ ହବ କହିଲି ଆମେ ଏଇ ବିଶ୍ୱାସ କଲୁ। ତାପରେ ସେଇଦିନ ଆମେ ଦି ଜଣ ଗଲୁ, ସେ ସବୁ କଥାବାର୍ତ୍ତା ହେଇକି ଆମେ ଗୋଟେ ରୁମରେ ଆଣ୍ଠେଇକି ପାଖାପାଖି ପ୍ରାର୍ଥନା କଲୁ, ଅଧଘଣ୍ଟା 45 ମିନିଟ ଖଣ୍ଡେ ପ୍ରାର୍ଥନା କଲୁ, ବହୁତ ବୋଝର ସହିତ ପ୍ରାର୍ଥନା କଲୁ। ସେଦିନ ମିଟିଂ ହବାର ଅଛି, ତାପରେ ସମସ୍ତେ ପ୍ରାର୍ଥନା କରୁଛନ୍ତି, ଆମେ ବି ପ୍ରାର୍ଥନା କଲୁ। ସେ ଯେମିତି ଚାଚା କହିଥିଲେ କି ତମ ଦି ଜଣଙ୍କୁ କହିବା ପାଇଁ ମତେ ବାରମ୍ବାର ଚାଳନା ଆସୁଛି, ସେଥିପାଇଁ ସେ ଆମକୁ କହିବାରୁ ଆମେ ପ୍ରାର୍ଥନା ବି କଲୁ। ତାପରେ ସେଦିନ ମିଟିଂ ହେଲା, କଣ ହେଲା, ତାପରେ ସେ କିଛି ଖବର ପାଇଲୁନି, ଆମ ନେଟୱର୍କ ପ୍ରୋବ୍ଲେମ ପାଇଁ। ଗୋଟେ ଦିନ ଗଲା, 2 ଦିନ ଗଲା, 3 ଦିନ ଗଲା, କଣ ଘଟଣା ତ କିଛି ଜଣେଇଲେ ନାହିଁ। ଘଟଣା କଣ, ମିଟିଂ ବର୍ଷା ହେଲା ନା ମିଟିଂ ହେଲା ନା କଣ ହେଲା, କିଛି ବି ଆମେ ଜାଣିନୁ। ତାପରେ ଆମକୁ ବି ପୁରା ସେତେବେଳେ ଗୋଟେ ଖବର ଜାଣିବା ପାଇଁ ଇଚ୍ଛା ହଉଛି। ଯଦି ପ୍ରଭୁଙ୍କ ପାଇଁ ଯଦି ତ ମିଟିଂଟା ହେଇଥିବ ତ ବହୁତ ଭଲ ଥିବ, ଯଦି ହେଇନଥିବ ବୋଲି ବି କଣ ପ୍ରଭୁଙ୍କର ଇଚ୍ଛା ବୋଲି ଆମେ ଏଇ ମନ ନେଇକି ଥିଲୁ ଆମେ। ତାପରେ 2-4 ଦିନ ପରେ ସେ ଦାଦା ଫୋନ କଲେ, ବହୁତ ଖୁସି ହେଲେ, ଧନ୍ୟବାଦ ଆମ ପ୍ରାର୍ଥନାରେ ସପୋର୍ଟ ଦେଇଥିବାରୁ। ଆଉ କିଛି ବି ହେଇନି, ପାଣିପାଗ କଣ୍ଟ୍ରୋଲ ରହିଲା, ସବୁ ରହିଲା, ସମସ୍ତେ ଆସିଲେ, ବହୁତ ଲୋକ ଗହଳି ହେଲେ, ବହୁତ ମନର ଖୁସିରେ ବାକ୍ୟ ଶୁଣିଲେ, ପ୍ରଭୁଙ୍କ ଆରାଧନା ଉପାସନା କରିକି ବହୁତ ସମସ୍ତେ ଖୁସିରେ ଗଲେ, ଆଉ ବହୁତ ଭଲ ହେଲା ବୋଲି କହିଲେ। ତ ପ୍ରଭୁ ହିଁ ଗୌରବ ପାଆନ୍ତୁ ସେଥିରେ କି ନା ଆମ ପ୍ରାର୍ଥନା ପାଇଁ ତ ମୁଁ କହିବିନି ଆମ ପ୍ରାର୍ଥନା ତାହା କରିଛି, କେବଳ ପ୍ରଭୁଙ୍କର ଅନୁଗ୍ରହ ହିଁ ତାହା କରିଛି। ଯେତେ କହିଲେ ଆମେ କଣ, ଯେତେ ଆମେ ଯାହା ବି କରୁ, କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ଯୋଉଠି ନାହିଁ ସେଠି କଣ ହବ? ପ୍ରଭୁଙ୍କର ଅନୁଗ୍ରହ ସେଠି ଥିଲା, ଆଉ ସେଇ ସମସ୍ତ ପାଣିପାଗ କଣ୍ଟ୍ରୋଲ ହେଲା, ଆଉ ସମସ୍ତେ ମାନେ ସେଦିନ ସମସ୍ତେ ଅତି ଖୁସି ମନରେ ପ୍ରଭୁଙ୍କୁ ଗୌରବ କରିକି ସମସ୍ତେ ଗଲେ। ଆଉ ସେଦିନଠୁ ସେଇ ସାକ୍ଷ୍ୟ ମତେ କହିଲେ, ଆମେ ଶୁଣିକି ବହୁତ ଖୁସି ହେଲୁ, ଆଉ ପ୍ରଭୁଙ୍କୁ ଗୌରବ ମଧ୍ୟ କଲୁ, ପ୍ରଭୁଙ୍କୁ ଧନ୍ୟବାଦ ଦେଲୁ। ତାପରେ ଆମ ମଣ୍ଡଳୀରେ ମଧ୍ୟ ସାକ୍ଷ୍ୟ କହିଲୁ, ଆଉ ସମସ୍ତେ ମଧ୍ୟ ଖୁସି ହେଲେ କି ପ୍ରଭୁ ପ୍ରାର୍ଥନା ଶୁଣନ୍ତି, ଆଉ ପ୍ରାର୍ଥନାର ଉତ୍ତର ମଧ୍ୟ ଦିଅନ୍ତି। ଆଉ ଏଇ ଛୋଟିଆ ସାକ୍ଷ୍ୟ ଦ୍ୱାରା ପ୍ରଭୁ ଆଉ ସମସ୍ତଙ୍କ ଆଶୀର୍ବାଦ କରନ୍ତୁ, ଆଉ ପ୍ରଭୁ ମଧ୍ୟ ଗୌରବ ପାଆନ୍ତୁ। ଥ୍ୟାଙ୍କ ୟୁ। ବହୁତ ସମୟରେ ବାଇବଲ ବି ଦେଖାଯାଏ ପ୍ରଭୁ ଚାଳନା ଦିଅନ୍ତି। ଅବିମେଲେକ ରାଜାକୁ କହିଲେ, ଅବ୍ରାହମକୁ କୁହ ସେ ପ୍ରାର୍ଥନା କରିବ। ଆଇବ ସମୟରେ ସାଙ୍ଗମାନଙ୍କ ପାଇଁକା ଆଇବଙ୍କୁ କହିଲେ ପ୍ରାର୍ଥନା କରିବା ପାଇଁକା।
ଆଉ ନୂତନ ନିୟମ ଲେଖା ହେଇଛି ଯଦି କେହି ଅସୁସ୍ଥ ହଉ ତେବେ ସେ ପ୍ରାଚୀନ ମାନଙ୍କୁ ଡକାଉ ସେମାନେ ପ୍ରାର୍ଥନା କରିବେ। ଏଇ ଯୋଉ ପ୍ରାର୍ଥନାର ଯୋଉ ନିବେଦନ ଆଉ ପ୍ରାର୍ଥନାର ଯୋଉ ପ୍ରସ୍ତୁତି ଆଉ ପ୍ରାର୍ଥନା କରିବାର ଯୋଉ ଶୈଳୀ ବାଇବଲର ବିଭିନ୍ନ ସ୍ଥାନରେ ବିଭିନ୍ନ, କିନ୍ତୁ ଆପଣ ଆଜି ଯୋଉଟା କହିଲେ ବହୁତ ଉତ୍ସାହପ୍ରଦ। ସେ କାହିଁକି ଆପଣ ମାନଙ୍କୁ କହିଲେ ପ୍ରାର୍ଥନା କରିବା ପାଇଁ, ପ୍ରଭୁଙ୍କ ଚାଳନା ପାଇଁ ସେ କହିଥିବେ। ଆଉ ଯେତେ ଆମମାନେ ସ୍ପିରିଚୁଆଲି ସେନ୍ସିଟିଭ ହବା ସେତିକି ଆମେ ପ୍ରଭୁଙ୍କ ଚାଳନାକୁ ରିସିଭ କରିପାରିବା। ମୁଁ ଆଜି ଆମ ପ୍ରତ୍ୟେକଙ୍କୁ ମୁଁ ଉତ୍ସାହିତ କରିବାକୁ ଚାହେଁ, ଆପଣ ମାନେ ଆତ୍ମିକ ଭାବରେ ଆହୁରି ଆହୁରି ସ୍ପର୍ଶ କେନ୍ଦ୍ରିକ ହୁଅନ୍ତୁ। ଛୋଟ ଛୋଟ ପ୍ରଭୁଙ୍କର ଆବାଜ, ଛୋଟ ଛୋଟ ପ୍ରଭୁଙ୍କର ଚାଳନା ସ୍ୱରକୁ ଶୁଣିବା ପାଇଁକା ଚେଷ୍ଟା କରନ୍ତୁ। ଆଉ ଯେତେବେଳେ ଅନ୍ୟ କାହା ଦ୍ୱାରା ଆପଣ ପ୍ରେରଣା ପାଉଛନ୍ତି ବା ପ୍ରଭୁ ଜଣାଉଛନ୍ତି, କେବେ ହେଲେ ହାତ ଛଡା କରନ୍ତୁନି। ହୁଏତ ପ୍ରଭୁଙ୍କର ସେଟା ଇଚ୍ଛା ଥିବ। ଭାଇଙ୍କର ସାକ୍ଷ୍ୟ କେତେ ଉତ୍ସାହପ୍ରଦ ସାକ୍ଷ୍ୟ, ତାଙ୍କ ଜୀବନର ସେଟା ସ୍ମୃତିରେ ରହିଯାଇଛି ବୋଲି ସେ ଆଜି ଆମମାନଙ୍କ ସାଙ୍ଗରେ ସେୟାର କଲେ। ଆଉ ଆମମାନଙ୍କ ପାଇଁ ସମସ୍ତଙ୍କ ପାଇଁ ସେଟା ଗୋଟେ ଉତ୍ସାହର ସାକ୍ଷ୍ୟ ହେଲା। ଭାଇ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଜି ଆପଣଙ୍କୁ ଆଉ ଗୀତ ବୋଲିବା ପାଇଁ କହୁନୁ କାରଣ ସମୟ ହେଇଯାଉଛି ବୋଲି, କିନ୍ତୁ ମୁଁ ତ କେବେ ହେଲେ ଆପଣଙ୍କୁ ଗୀତ ନ ଶୁଣିକି ଛାଡେନି, କିନ୍ତୁ ଆଜି ଆଉ କହୁନି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ ଭେରି ମଚ୍। ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ ସାର୍। ଏଇଠି ଗୋଟେ ଛୋଟ ସାକ୍ଷ୍ୟ ଯୋଡ଼ିବାକୁ ଚାହୁଁଛି। ଆଉ ଗତ ଏଇ ମାସର ମାର୍ଚ୍ଚ ମାସର 21, 22, 23 ତିନି ଦିନ ଧରି ଆମମାନଙ୍କର ଦାମନଯୋଡ଼ି ୟୁନିୟନ ଚର୍ଚ୍ଚରେ ଯେଉଁ ମିଟିଂର ଆୟୋଜନ ହେଇଥିଲା, ସେଠି ଆମମାନଙ୍କର ଯେଉଁ ଚର୍ଚ୍ଚର ନିର୍ମାଣ କାର୍ଯ୍ୟରେ ମୁଖ୍ୟ ଭୂମିକା ଯେ ନେଇଥିଲେ, ତାଙ୍କର ବହୁତ ତାଙ୍କର ଚାହେ ସେ ପ୍ରାର୍ଥନା, ଅର୍ଥବଳ, ଜନବଳ ସବୁ ପ୍ରକାର ସେ ସାମର୍ଥ୍ୟ ଦେଇ ମାନେ ସବୁ ପ୍ରକାର ସାହାଯ୍ୟ ସେ କରିଥିଲେ। ଆଉ ପ୍ରଭୁଙ୍କ ଦୟାରେ ଚର୍ଚ୍ଚର ଯେଉଁ ନିର୍ମାଣ ହେଇଥିଲା, ସେଇ ଆମମାନଙ୍କର ପ୍ରିୟ ଜେଫନିୟ ଜୋ ଭାଇ ସିଏ ଆସିଥିଲେ। ତାଙ୍କ ସହିତ ତାଙ୍କର ଆଉ ଜଣେ ପ୍ରଭୁଙ୍କର ଦାସ ଆସିଥିଲେ, କାଶୀନାଥ ନାଁଟା ଟାଇଟେଲ ମନେ ପଡ଼ୁନି। ଆଉ ସିଏ ଆସିଥିଲେ। ଆଉ ଆମେ ମଧ୍ୟ ପ୍ରାର୍ଥନା କରୁଥିଲୁ, କାରଣ ନ୍ୟୁଜ୍ରେ କହୁଥିଲା ସେଇ ଦିନ ଗୁଡ଼ିକରେ ବର୍ଷା ହେବ ବୋଲିକି। ବହୁତ ଜାଗାରେ ବର୍ଷା ବି ହେଲା। ଆମେ ସମସ୍ତେ ପ୍ରାର୍ଥନା ରହିଥିଲୁ ଏ 3 ଦିନ ଯେମିତି ପ୍ରଭୁ ଉତ୍ତମ ପାଗ ଦିଅନ୍ତୁ ବୋଲିକି। ଆମେ ସମସ୍ତେ, ମୁଁ ଭାବୁଛି ଛୋଟରୁ ବଡ଼ ସମସ୍ତେ ପ୍ରାର୍ଥନା କରିଥିବେ ଏ ବିଷୟ ନେଇକି, ଯେତେଜଣ ଆମେ ଜାଣିଛୁ। ଆଉ ଅତି ଆଶ୍ଚର୍ଯ୍ୟ ଲାଗିଲା ଯେଉଁଦିନ ଜୋ ଭାଇ ଆସିଲେ, ସେ ପରଠାରୁ ପାଗ ବହୁତ ସୁନ୍ଦର ରହିଲା। ମାନେ ନା ଖରା ନା ବର୍ଷା, ଏକଦମ ବଢ଼ିଆ କ୍ଲାଇମେଟ୍ ହେଲା। ଆଉ 3 ଦିନ ଯାକ ବହୁତ ସୁନ୍ଦର ପ୍ରାର୍ଥନା ହେଲା, ବହୁତ ସୁନ୍ଦର ବାକ୍ୟ ପ୍ରଚାର ହେଲା, ବାକ୍ୟ ମହୋତ୍ସବ ଥିଲା, ପ୍ରଚାର ହେଲା। ହିଲିଂ କାର୍ଯ୍ୟ ମଧ୍ୟ ହେଇଛି ପ୍ରଭୁଙ୍କର ସେଇ ସୁସ୍ଥତା କାର୍ଯ୍ୟକୁ। ଆଉ ପ୍ରଭୁ ତାଙ୍କ ଦାସଙ୍କୁ ମଧ୍ୟ ବ୍ୟବହାର କଲେ। ଆଉ ଯେତେବେଳେ 3 ଦିନ ସରିଲା, ରାତ୍ରି ହେଲା 23 ତାରିଖ ଦିନ ରାତି, ରବିବାର ରାତ୍ରିରେ ସେମାନେ ବୋଧେ ଫେରି ଯାଇଛନ୍ତି। ତାପରେ ମୁଁ ପାହାନ୍ତିଆରେ ଯେତେବେଳକୁ ଉଠୁଛି, ପାହାନ୍ତିଆ 2ଟା କି କେତେବେଳେ ମୋର ନିଦ ଭାଙ୍ଗିଛି, ଦେଖୁଛି ଏତେ ବର୍ଷା ହେଉଛି, ପୁରା ସକାଳ ଯାଏଁ ବର୍ଷା ହେଲା। ମୁଁ କହିଲି ପ୍ରଭୁ ଆଜି ବର୍ଷା ହେଲା, 3 ଦିନ ଯାହୁ ପ୍ରଭୁ ରକ୍ଷା କଲେ। କିନ୍ତୁ ମୁଁ ଆଜି ବୋଧେ ଡ୍ୟୁଟି ଯାଇପାରିବିନି, ଏତେ ବର୍ଷାରେ ମୁଁ କେମିତି ଯିବି ଏତେ ଦୂର। ଆଉ ପ୍ରାର୍ଥନା କଲି, ପ୍ରଭୁ ତୁମର ଯଦି ଇଚ୍ଛା ଥାଏ ମୋତେ ମଧ୍ୟ ଆଜି ଡ୍ୟୁଟି କରିବାକୁ ଦିଅନ୍ତୁ। ଆଉ ମୁଁ ଦେଖୁଛି ସକାଳ ହେଲା ପରେ ବର୍ଷା ପୁରା କମିଗଲା। ଆଉ ମୁଁ ମୋର ଆରାମସେ ଡ୍ୟୁଟି ମଧ୍ୟ କରିକି ଭଲରେ ଆସିଲି। ପ୍ରଭୁ ଏ ପ୍ରକାର ସାହାଯ୍ୟ କରନ୍ତି, ଶୁଣନ୍ତି। ସେ ତ ସୃଷ୍ଟିକର୍ତ୍ତା ଅଟନ୍ତି, ତାଙ୍କ ହାତରେ ସବୁ ଅଛି। ପ୍ରଭୁ ଗୌରବ ପାଆନ୍ତୁ ଏ ଛୋଟ ବିଷୟରେ ସାକ୍ଷ୍ୟରେ। ଆଉ ପ୍ରଭୁଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନଙ୍କ ପ୍ରାର୍ଥନା ପାଇଁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ତ ବର୍ତ୍ତମାନ ଆମମାନେ ପ୍ରାର୍ଥନାରେ ଯାଉଥିବା। ପ୍ରେଜ୍ ଦ ଲର୍ଡ।